ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଓଡ଼ିଶାର 34 ଲକ୍ଷରୁ ଅଧିକ କୃଷକ ପରିବାର ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନାରେ ଉପକୃତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାର 1,67,000ରୁ ଅଧିକ ଅନ୍ନଦାତା ଉପକୃତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ରାଜଧାନୀ ଗୁଆହାଟୀରୁ ଡିବିଟି ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 22ତମ କିସ୍ତି ଦେଶର ଅନ୍ନଦାତାଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ଜିଲ୍ଲାର ଛତ୍ରପୁର ସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି କୀର୍ତ୍ତିଭାସଙ୍କ ଅଧ୍ୟକ୍ଷତାରେ ପିଏମ୍ କିଷାନ ଉତ୍ସବ ଦିବସ ପାଳନ କରାଯିବା ସହ ଜାତୀୟ ଓ ରାଜ୍ୟସ୍ତରୀୟ ସମାରୋହର ସିଧା ପ୍ରସାରଣ କରାଯାଇଥିଲା। ଚାଷୀଙ୍କୁ ସଶକ୍ତ ଏବଂ କୃଷିକୁ ସମୃଦ୍ଧ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାର 1,67,746 କୃଷକ ପରିବାରକୁ 33,54,92,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଥିଲେ, ଗଞ୍ଜାମ ଜିଲ୍ଲା ଭିତରେ ଯଦି ଦେଖିବେ ପାଖାପାଖି 1,67,000 ଚାଷୀମାନେ ଏଥିରେ ଉପକୃତ ହେବେ ଏବଂ 33 crore 33 କୋଟିର ଉର୍ଦ୍ଧ୍ୱ ଟଙ୍କା ଆଜି ତାଙ୍କ ଖାତାକୁ ଯାଇଛି ଏବଂ ନିଶ୍ଚିତ ଏ ଯୋଉ ଯୋଜନା ଅଧୀନରେ ଯେତିକି ହିତାଧିକାରୀ ମାନେ ଉପକୃତ ହେଉଛନ୍ତି ତାଙ୍କର ଜୀବିକାକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଯୋଜନା ସବୁବେଳେ ରହି ଆସୁଛି ଏବଂ ତା ସହିତ ଆମ ରାଜ୍ୟର ସିଏମ୍ କିଷାନ ନିଧି ମଧ୍ୟ ପ୍ରଦାନ କରାଯାଉଛି। ବିଭିନ୍ନ କିସ୍ତି ସେଇଟା ମଧ୍ୟ ଚାଷୀମାନେ ଭାଇ ଭଉଣୀମାନେ ପାଉଛନ୍ତି। ଓଡ଼ିଶାର ଦଣ୍ଡ ନୃତ୍ୟ ଏକ ପ୍ରାଚୀନ ଧର୍ମୀୟ କୃଷିଭିତ୍ତିକ ଓ ପାରମ୍ପରିକ ଲୋକନୃତ୍ୟ। ଏହା ପ୍ରଥମେ ମୁଖ୍ୟତଃ ଗଞ୍ଜାମ ଅଞ୍ଚଳରୁ ସୃଷ୍ଟି ହୋଇଥିବା ଲୋକମତ ରହିଛି। ପରେ ନୟାଗଡ଼ ଏବଂ କାଳକ୍ରମେ ସାରା ଓଡ଼ିଶାରେ ଏହି ଦଣ୍ଡନାଚ ଚୈତ୍ର ମାସର ଶୁକ୍ଳପକ୍ଷରେ ମା କାଳୀ ଏବଂ ଶିବଙ୍କ ଉପାସନା ଯାତ୍ରା ସମୟରେ 13 ଦିନିଆ 18 ଦିନିଆ ଏବଂ 21 ଦିନିଆ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ। ଗଞ୍ଜାମର ଏହି ଗଣପର୍ବ ତଥା ଦଣ୍ଡନାଚ ବହୁ ପୂର୍ବରୁ ପ୍ରଚଳିତ ହୋଇଆସିଛି। ଏହା ଧର୍ମୀୟ ବିଶ୍ୱାସ ଶିବ ଓ ଶକ୍ତିର ଉପାସନାରୁ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବୀଣାକାର ସନାତନ ପହନ କହିଛନ୍ତି, ଆମେ ଆଜି 54 ବର୍ଷ ହେଇଗଲାଣି ଆଜ୍ଞା ଆମେ ପିଲାଦିନ ଠାରୁ ଏଇ ଦଣ୍ଡ କାଳୀଙ୍କର ସେବା କରି ଆସିଛୁ। ଆଉ ଚୈତ୍ର ମାସ ହେଲେ ଆଜ୍ଞା ଆମେ ଦଣ୍ଡ କାଳୀଙ୍କର ବାନା ସବୁ ଗାଁରେ ବୁଲେଇ ଭକ୍ତମାନଙ୍କର ମନୋବାଞ୍ଛା ପୂର୍ଣ୍ଣ କରୁଛନ୍ତି ଠାକୁରେ। ଆମେ ତାଙ୍କର ବି ସେବା କରୁଛୁ। ଦଣ୍ଡ କାଳୀ ଆଉ ସକଳେଶ୍ୱରୀ ବି ଆମେ ସାଙ୍ଗରେ ଯାଉଛନ୍ତି। ତାଙ୍କୁ ଆମେ ଯାଇକିରି ତାଙ୍କର ଅନୁମତି ନେଇ ଆସୁଛୁ। ଆଜ୍ଞା ମାଳ ଆସିଲା ପରେ ଆମେ ପଇତା ପକଉଛୁ। ତାପରେ ଆମର ଯାତ୍ରା ଆରମ୍ଭ ହଉଛି। କରୁଛି ବନ୍ଦନା କାଳୀଙ୍କର ପାଦେ କୃପା କର ମୋର ଠାରେ କଳା ତନୁ ବହି କାଳୀ ମହାମାଇ ଗୋ ବିଜେ କରିବୁ ପ୍ରଭାରେ। ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ 300 ଜଣ ଶ୍ରଦ୍ଧାଳୁ 10ଟି ସୁସଜ୍ଜିତ ଶୀତତାପ ନିୟନ୍ତ୍ରିତ ବସ୍ରେ ଛତ୍ରପୁରରୁ ପୁରୀ ଅଭିମୁଖେ ଯାତ୍ରା କରି ଫେରିଛନ୍ତି। ଛତ୍ରପୁର ସ୍ଥିତ ନୂତନ ବସ୍ଷ୍ଟାଣ୍ଡରୁ ବସ୍ଗୁଡ଼ିକ ପୁରୀ ଅଭିମୁଖେ ଯାଇଥିଲା। ଏହାକୁ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ପତାକା ଦେଖାଇ ଶୁଭାରମ୍ଭ କରି କହିଥିଲେ, ରାଜ୍ୟ ସରକାରଙ୍କର ଯୋଉ ଫ୍ଲାଗସିପ୍ ସ୍କିମ୍ ଅଛି ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ସେହି ଅଧୀନରେ ଆଜି ଗଞ୍ଜାମ ଜିଲ୍ଲାର 300ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁମାନେ ପୁରୀ ଦର୍ଶନ କରିବା ପାଇଁ ଯାଉଛନ୍ତି। ଏ ସମସ୍ତ ତୀର୍ଥଯାତ୍ରୀ ଯେଉଁମାନେ ପୁରୀକୁ ଯାଉଛନ୍ତି ତାଙ୍କର ସବୁ ବ୍ୟବସ୍ଥା କରାଯାଇଛି। ଯେମିତି ଆସିଲା ବେଳକୁ ତାଙ୍କର ଟିଫିନ୍ ସୁବିଧାରୁ ଆରମ୍ଭ କରି ମେଡିକାଲ ଚେକଅପ୍ ମଧ୍ୟ କରାଯାଇଛି। ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିକି ସେମାନଙ୍କୁ ବସ୍ ଜରିଆରେ ପୁରୀକୁ ନେଉଛୁ। ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ପରିସରରେ ବିକଶିତ ଗାଁ ବିକଶିତ ଓଡ଼ିଶା ଅନ୍ତର୍ଗତ 26ଟି ପଞ୍ଚାୟତରେ 134ଟି ପ୍ରକଳ୍ପ, ଗ୍ରାଣ୍ଟ ଇନ୍ ଏଡ୍ ଅନ୍ତର୍ଗତ 60ଟି ପ୍ରକଳ୍ପ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି ଅନ୍ତର୍ଗତ 13ଟି ପ୍ରକଳ୍ପ ଓ ବିଧାୟକ ପାଣ୍ଠି ଅନ୍ତର୍ଗତ 24ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଚୈତ୍ର ମାସ ତ୍ରୟୋଦଶୀ ତିଥି ଶତଭିଷା ନକ୍ଷତ୍ରରେ ଋଷିକୁଲ୍ୟା ନଦୀରେ ମହାବାରୁଣୀ ସ୍ନାନ ହୋଇଥିଲା। ଗଞ୍ଜାମ ଜିଲ୍ଲା ଆସିକାସ୍ଥିତ ଋଷିକୁଲ୍ୟା ଓ ବଡ଼ନଦୀ ସଙ୍ଗମ, ସୋରଡ଼ା ଏବଂ ପୁରୁଷୋତ୍ତମପୁର ପ୍ରତାପପୁର ନିକଟ ଋଷିକୁଲ୍ୟା ନଦୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ମହାବାରୁଣୀ ସ୍ନାନ କରିଥିଲେ। ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହିତ ପିତୃପୁରୁଷଙ୍କ ପିଣ୍ଡଦାନ ଅସ୍ଥି ବିସର୍ଜନ କରିଥିଲେ। ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା ତାରାତାରିଣୀଙ୍କ ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଓ ମାନସିକଧାରୀଙ୍କ ସମାଗମ ହେଉଛି। ଚୈତ୍ର ପର୍ବ ପ୍ରତ୍ୟେକ ମଙ୍ଗଳବାରରେ ମା ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ ଏବଂ ବାସନ୍ତିକ ଦୁର୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।